বসিছ রেবতী সড়ক বাট চলাইলিয়া মো প্রভু মু তো দাসানু দাসর দাস মো প্রভু মু তো দাস ধনধর বাবা কি ধনধর বাবা কি তথাস্তু তথাস্তু তথাস্তু। মান্যবর শাস্ত্ରରେ ଗୋଟେ କଥା ଲେଖା ଅଛି। କଣ ଲେଖା ଅଛି ଜାଣିଛନ୍ତି? କଣ ଲେଖା ଅଛି? ଇଏ କହିଲା ସଂସାରରେ, ସିଏ କହିଲା ଆତ୍ମାକୁ ଦେ। ଲେକିନ ଇଏ ଧନେଶ୍ୱର ବାବା କହିଲେ, କଣ କହିଲେ ବାବା? ଧନେଶ୍ୱର ବାବା କହିଲେ ଏ ଶରୀର ଦେ। ବାବାଙ୍କର ଜୟ, ଧନେଶ୍ୱର ବାବାଙ୍କର ଜୟ। ବାବା କି ଧନେଶ୍ୱର ବାବା କି ତଥାস্তୁ ତଥାস্তୁ ତଥାস্তୁ। ଭକ୍ତଗଣ, ବାବା ଧନେଶ୍ୱର ବାବା ବହୁ ଦିନ ପରେ ଆପଣଙ୍କ ସ୍ଥାନକୁ ଆସିଛନ୍ତି। ଆଉ ଆସ୍ଥାନରେ ମଧ୍ୟ ବିଦ୍ୟମାନ ଯାହା ଯାହା ପୁରୁଣା ରୋଗ ଅଛି, ଅସାଧ୍ୟ ରୋଗକୁ ସାଧନ କଲା ଭଳିଆ ବାବାଙ୍କ ପାଖରେ ସେ ମନ୍ତ୍ର ତନ୍ତ୍ର ଦ୍ୱାରା ତାକୁ ସମ୍ପୂର୍ଣ୍ଣ ବିନାଶ କରିବେ। ଯାହାର ଯାହା ଅସୁବିଧା ଅଛି ବାବାଙ୍କ ପାଖରେ ଆସି ନିଜ ଦୁଃଖ କଥା ଜଣାନ୍ତୁ। ଭକ୍ତବନ୍ଧୁ ଆସନ୍ତୁ, କାହାର ପୁରୁଣା ରୋଗ ଅଛି ଆସନ୍ତୁ, ଆସ ଭକ୍ତବନ୍ଧୁ ଆସ, ବାବାଙ୍କୁ ପ୍ରଣାମ କର, ନତମସ୍ତକ ପ୍ରଣାମ କରନ୍ତୁ। ତଥାସ୍ତୁ ବଶ୍ୟ ତଥାସ୍ତୁ। ଯାହା ଯାହା ପୁରୁଣା ରୋଗ ଅଛି, ବ୍ୟାଧି ଅଛି, ସବୁ ବାବାଙ୍କ ଆଗରେ ଉପସ୍ଥାପିତ କର। ବାବା ବାବା ସ୍ୱୟଂ ତ୍ରିକାଳଦର୍ଶୀ। ଆଚ୍ଛା ଆଚ୍ଛା, କଣ ହେଇଛି? ଚାଲି ପାରୁନ? ଠିକ ଅଛି, ଇଆଡେ ପାଖକୁ ଟିକେ ଆସିଲ। ଏଇ ଘର? ହଁ, ହାତ ମାରିଦେଲି ଏଉଠୁ ଯଦି ଚାଲି ଚାଲି ଯିବେ। ଏମ ଧର। ହଁ, ଧନେଶ୍ୱର ବାବା କି ଜୟ, ଧନେଶ୍ୱର ବାବା କି ତଥାସ୍ତୁ। କେତେବେଳେ ଚାଲ? କଣ ଏଥରକ ଚାଲି ଯାଉଛି ତ? ହଉ ଠିକ ଅଛି, ତଥାସ୍ତୁ। ଏଥର ବିଶ୍ୱାସ ହେଲା ତ? ଧନେଶ୍ୱର ବାବା ଅଛି, ଧନେଶ୍ୱର ବାବା ଅଛି, ଧନେଶ୍ୱର ବାବା ଅଛି, ଧନେଶ୍ୱର ବାବା ଅଛି। ତଥାସ୍ତୁ ତଥାସ୍ତୁ। ଆଉ ଗୋଟେ କଥା ଶୁଣନ୍ତୁ ଭକ୍ତବନ୍ଧୁ, ଯେଉଁମାନଙ୍କର ସନ୍ତାନ ସନ୍ତତି ଆଜି ପର୍ଯ୍ୟନ୍ତ ହୋଇନାହିଁ, ବାବାଙ୍କ ପାଖରେ ଆସି ତାଙ୍କ ଦୁଃଖ ଜଣାଇଲେ, ବାବାଙ୍କ ପାଖରେ ଆସି ଶରଣାପନ୍ନ ହେଲେ, ବାବାଙ୍କ ଆଶ୍ରିତରୁ ତାହା ମଧ୍ୟ ଆପଣଙ୍କର ମନୋବାଞ୍ଛା ପୂର୍ଣ୍ଣ ହେଇପାରିବ। ଠିକ ଅଛି। ଧନେଶ୍ୱର ବାବା କି ଧନେଶ୍ୱର ବାବା କି ଧନେଶ୍ୱର ବାବା କି। ଆସ ଆସ ବାବୁ ଆସ। ପ୍ରଣାମ ବାବା। ତଥାସ୍ତୁ ତଥାସ୍ତୁ ତଥାସ୍ତୁ। କଣ ହେଇଛି ବସ୍ୟ ବାବା? ହଁ, ଦୀର୍ଘ 15 ବର୍ଷ ହେଇଗଲା, ପିଲା ଛୁଆ ନା। ଏଇ ଗୋଟାଏ କଥା। ବାବା ଆଶ୍ରିତ ହେଲେ ଏମିତି କେତେ କେତେ ଅସମ୍ଭବ କାମ ସମ୍ଭବ ହେଇଛି ନା। ଏଇ ଯୋଉ ପିଲାଟି ଦେଖୁଛ ବାବାଙ୍କ ପାଖରେ ଅଛି ଆଶ୍ରମରେ, ମା ଏମିତି 16 ବର୍ଷ ପରେ ଆସିଥିଲା। ବାବାଙ୍କ ଆଶ୍ରିତ ହେଲାରୁ ଏକାଥରେ ଜାଳା ପିଲା ଗୋଟେ ପିଲା ନେଇ ଘରେ ରଖିଛି, ଆଉ ଗୋଟେ ବାବାଙ୍କ ଆଶ୍ରମରେ ଛାଡ଼ି ଦେଇ ଚାଲିଯାଏ।
यही गोटे कथा कहतु बाबा पाखे समाधान हुन धनेश्वर बाबा की धनेश्वर बाबा की तथास्तु कन्या। अच्छा बच्चो तुम स्त्री केते वर्ष है पिला हो 15 वर्ष है। ठीक अच्छी यही गोटे कथा बाबा चाहिए सबू किसी संभव हो पार। अच्छा बिजू शुण तुम पत्नी को 21 दिन आम आश्रम में रखा पड़ो। हाँ बुझे कि हाँ आम बिजू बाबू जहाँ कहे तांको कथा मानिब है। तुम पत्नी को आम आश्रम में छाड़ी दे तुम्हें 22 दिन जो दिन हम से दिन आसब तुम पत्नी की नहीं चली तुम्हें गृह तुम पत्नी बाबा आश्रम ही रही हुकुम पालन करेंगे आज्ञा तापर जाई संतान संततिर लाभ पाइबे। कौन किसी बुझीगला ना नहीं? आज्ञा बाबा तथास्तु तथास्तु तुम्हें एथर आसीपार बच्च। अच्छा बच्च तुम पत्नी आम आश्रित ठीक अच्छे हाँ तुम्हें तो आसीपार। बिजू हाँ बाबा ये कन्या को नहीं आम आश्रम में छाड़ी दे आस माँ तुम कक्ष देखाई देती आस कहल मो स्त्री तुम पाखे मु घरे रही बाबा